ଜୟ ଜଗନ୍ନାଥ ଜୟ ମା ମଙ୍ଗଳା। ଜଗନ୍ନାଥଙ୍କ ମନ୍ଦିରରେ କଣ ପାଇଁ ଘଣ୍ଟି ନାହିଁ ଜାଣିଛନ୍ତି? ଆସନ୍ତୁ ଜାଣିବା। ଆପଣ ମାନେ ଦେବାଦେବୀ ମନ୍ଦିର ଯାଇଥିବେ, ଶିବ ମନ୍ଦିର, ଦୁର୍ଗା ମନ୍ଦିର, ଶ୍ରୀକୃଷ୍ଣଙ୍କ ମନ୍ଦିର, ସବୁ ମନ୍ଦିର ଯାଇଥିବେ, କିନ୍ତୁ ସବୁ ମନ୍ଦିରରେ ଘଣ୍ଟି ଅଛି। କିନ୍ତୁ ଜଗନ୍ନାଥଙ୍କ ମନ୍ଦିରରେ କଣ ପାଇଁ ଘଣ୍ଟି ନାହିଁ? କାରଣ ଏଇକି ଯେ ଆପଣ ଯେତେବେଳେ ଶିବ ମନ୍ଦିର ଯାଆନ୍ତି, ଶିବ ଠାକୁର ଯେହେତୁ ସ୍ୱୟଂ ଭୋଳା ଠାକୁର ହୋଇଥାନ୍ତି, ସେ ଭୋଳାରେ ହେଇକି ସବୁବେଳେ ଧ୍ୟାନରେ ରହନ୍ତି। ସେଥିପାଇଁ ସେ ସବୁବେଳେ ଧ୍ୟାନ ମଗ୍ନରେ ହେଇକି ତପସ୍ୟା କରନ୍ତି। କିନ୍ତୁ ଆପଣ ତାଙ୍କୁ ଜାଗ୍ରତ କରିବାକୁ ହେଲେ, ଆପଣଙ୍କ ଦୁଃଖ ଶୁଣିବାକୁ ହେଲେ, ଆପଣ ତାଙ୍କୁ ପ୍ରଥମେ ଘଣ୍ଟି ବଜେଇକି ଉଠାନ୍ତି। କିନ୍ତୁ ପ୍ରଭୁ ଜଗନ୍ନାଥ ସବୁବେଳେ ଜାଗ୍ରତ ହୋଇକି ରହିଥାନ୍ତି। ସେ କେବେ ବି ଶୟନ କରନ୍ତିନି। ସେ ସବୁବେଳେ ଅନେଇକି ରହିଥାନ୍ତି କି ମୋ ଭକ୍ତ କେତେବେଳେ ଆସିବ, ମୋ ପାଖରେ କହିବ, ଆଉ ମୁଁ ତା ଡାକ ଶୁଣିବି। ସେଥିପାଇଁ ତାଙ୍କ ମନ୍ଦିରରେ କେବେ ଘଣ୍ଟି ନଥାଏ। ସେ ହେଲେ ଭକ୍ତକୁ ଜିତିଥିବା ଠାକୁର। ସେ ଭକ୍ତଙ୍କର ଦୁଃଖ ସହିପାରନ୍ତିନି, ଆଉ ସେଥିପାଇଁ ତାଙ୍କ ମନ୍ଦିରରେ ଘଣ୍ଟି ନଥାଏ। ଆଉ ସେଇଥି କାରଣରୁ ହିଁ ଠାକୁରଙ୍କୁ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କର ଆଖ୍ୟା ଦିଆଯାଇଛି, ଆଉ ତାଙ୍କୁ ସେ ବଡ଼ ଦେଉଳର ବଡ଼ ଦେବତା ବୋଲି ତାଙ୍କୁ ଆଖ୍ୟା ଦିଆଯାଇଛି। ଆଉ ସେ ଯେହେତୁ କୋଟି ପଡ଼ିଆଙ୍କର ମଉଡ଼ମଣି, ଆଉ ସେ ସମସ୍ତଙ୍କ ଦୁଃଖ ଦେଖି ସହିପାରନ୍ତି ନାହିଁ, ସେଥିପାଇଁ ତାଙ୍କ ମନ୍ଦିରରେ କେବେ ବି ଘଣ୍ଟି ନଥାଏ, କେବେ ବି ଘଣ୍ଟି ବାଜେ ନାହିଁ। ଆଶା କରୁଛି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ଭୁଲ ତ୍ରୁଟି ଥିଲେ ନିଶ୍ଚୟ କ୍ଷମା କରିଦେବେ। ଆଉ ଯଦି କିଛି ଠିକ୍ ଥାଏ ମୋତେ ନିଶ୍ଚୟ କମେଣ୍ଟରେ କହିବେ। ରହୁଛି, ନମସ୍ତେ, ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା।